মা গো মোর সমলেই মা, মা গো মোর ইষ্ট দেবী মা। সবকর মন ভিতরে রহি পারতা কণ্ঠশিল্পী শত্রুঘ্ন লুহা আমার সাথে অছেন সিধা আসল কথা মা স্যার আপনার অর্গশ্রীকে স্বাগত করছেন। আপনার এই তোষালী মহোৎসবকে আসছেন কেতে খুশি লাগুছে? ବହୁତ ଖୁସି ଲାଗୁଛେ। ମୁଇଁ ବହୁତ ପରମ୍ପରା ଜିନିଷ ଗୁଡ଼ାକ ଦେଖିପାରୁଛେ, ଶୁଣି ପାରୁଛେ। ପରମ୍ପରା ଗୀତ ହଉଛେ ଆଉ ପରମ୍ପରା ନାଚ ଗୀତ ହଉଛେ। ମୁଇଁ ସେଥିରେ ବହୁତ ଖୁସି ହେ। স্যার আপনার হাজার হাজার গীত গাইছেন, দর্শকর মন বি ঘিনি পারুলে। তো ইনো যেন সেতে ভিতর কেন আপনার বহুত ভাল লাগুছিল গীতটা? ଗୀତ ତ ସବୁ ଭଲ ଲାଗ୍ସି, କିନ୍ତୁ ପାରମ୍ପରିକ ଗୀତ ଗୁଡ଼ାକ ବହୁତ ଭଲ ଲାଗ୍ସି ମତେ। ସେ ଭିତରେ ଗୀତ କେନ୍ଟା ଅଛେ ବୋଲେ ହେନ୍ତା କିଛି ନାହିଁ। କିଛି ଗୋଟେ ଗୀତ ଯଦି ମୁଇଁ ଗାଇ ଶୁଣେଇ ଦଉଛେ ଆପଣଙ୍କୁ ଶୁଣେଇ ଦଉଛେ, ଯେନ୍ଟା କି ସେ ଗୀତର ବୋଲ ହଉଛେ। ଗୀତର ବୋଲ ହେଲା ଛୋଡ଼ ରସ ଛଇଲି ଦେଖିଥିଲୁ କାଏ ମୋର କୁଞ୍ଜ ବନେ, তোর লাগি ধন খেলিনি ঠুর, ছোড় রস ছইলি দেখিথিলু কায়ে মোর কুঞ্জবন। এটা ছড় রস ছইলি, এটা গোটে ফোক গীত। এই গীত বহুত লুপ্ত হয়ে যাচ্ছে। এই গীত উপরে ସେଥିଲାଗି ମୁଇଁ এই গীতটা গাইলি। যেতବେଳେ দিন ଥିଲା ଆପଣ ହଜାର ହଜାର କ୍ୟାସେଟ୍ ଗାଉଥିଲେ, କିନ୍ତୁ ବର୍ତ୍ତମାନ ୟୁଟ୍ୟୁବ ଦୁନିଆ ହେଲା, କେନ୍ତା କାଣା ରହୁଛି ଆପଣଙ୍କ ଗୀତ ମାଧ୍ୟମରେ? ୟୁଟ୍ୟୁବ ଦୁନିଆରେ କେହି ବି ଗୀତ ଗାଇଲେ ସେଟା ବହୁତ ଭାଇରାଲ ହଉଛେ। କିନ୍ତୁ ସେ ୟୁଟ୍ୟୁବରେ ଗୀତଟେ କଲେ ନିଜର ପଇସା ନିଜେ ସାରିକରି କରବାର ହଉଛି। ଆମେ ଯେନ୍ ସମୟରେ ଗୀତ ଗାଉଥିଲୁ ସେଟା କମ୍ପାନୀ ବେସିସରେ ଆମକୁ ଗୀତ ଗାଉଥିଲୁ, ଆମର ପେଟ ପାଟଣା ପୋଷୁଥିଲୁ। ଆଜିକାଲି ଟ୍ରେଣ୍ଡ ଏଇଟା ଚାଲିଛେ, ତାମାନେ ଆଜିକାଲି ଡେଟ୍ରେ ଗୀତ ତାମାନେ ଚାଲିଛେ। ଆମର ସମୟରେ ଗୋଟେ ଅଲଗା ଲେଭେଲର ଗୀତ ଥିଲା। ଆଜିକାଲି ଲୋକଙ୍କର ଟ୍ରେଣ୍ଡ ଚାଲିଛି ଏଇଟା। ଆଉ ଯେତେବେଳେ ଶତ୍ରୁଘ୍ନ ଲୁହା ଭିନ୍ନ ଭିନ୍ନ ପ୍ରୋଗ୍ରାମ ମେଲୋଡି ପ୍ରୋଗ୍ରାମ କରୁଥିଲେ, ହଜାର ହଜାର ଦର୍ଶକ ଭିଡ଼ ରହିଥିଲା, କିନ୍ତୁ ବର୍ତ୍ତମାନ ପରିବର୍ତ୍ତନ ଦେଖା ଦେଇଛି। କେନ୍ତା କାଣା ରହୁଛି? କିନ୍ତୁ ପରିବର୍ତ୍ତନ ତ କିଛି ହେନ୍ତା ନାଇଁ ଦେଖା ଦେବାର, ମାନେ ଆଜିକାଲି ପିଢ଼ି ହିସାବରେ ଲୋକ ଗେଦରନ୍ ହଉଛନ୍, ଲୋକ ପସନ୍ଦ କରୁଛନ୍ ସେହି କଳାକାରକେ। କାଲି ବି ସେହି ଲତା ଦିଦି ଥିଲେ, ଆଜି ବି ସେ କୁମାର ସାନୁ ଉଦିତ ନାରାୟଣ ଅଛନ୍। ସେହି ସମସ୍ତଙ୍କର ଗୀତ ବି ତ ଭଲ ଲାଗୁଛେ, ସେଟା କିଛି ନାହିଁ। ସମସ୍ତଙ୍କର ଗୀତ ହିଁ ଭଲ ଲାଗ୍ବା, କିନ୍ତୁ ମୋର କହିବାର ହିସାବରେ ଭଲ ଲେଖା ଗୁଡ଼ାକ ଗାଇବାର କଥା, ଏଇଟା ମୁଇଁ ସବୁବେଳେ କହିସି। আগর লেখা অলগা ଥିଲା, ବର୍ତ୍ତମାନ লেখা অলগা ଅଛି, তো କେନ୍ତା ପରିବର୍ତ୍ତନ ଲେଖା ଭାବୁଛ? ପରିବର୍ତ୍ତନ ଆମେ ନିଜେ ଚାହିଁଲେ ପରିବର୍ତ୍ତନ କରିପାରମା। ଲେଖା ଉଦ୍ଦେଶ୍ୟରେ ସେ ଲେଖା ଗୁଡ଼ାକ ଯେନ୍ଟା କି ତାମାନେ ଝଜର ଝଲିଆ ଝାଲ ଲପ ଲପ ଝୋଲେରେ କେଲି କୁଞ୍ଜର ଗୁଞ୍ଜର ମାଲି ହଲି ଝୋଲି ଚାଲି, ଏଇଟା ଦୋଳ ଗୋବିନ୍ଦ ମିଶି ଲେଖିଥିଲେ। ସେଇ ଗୀତର ବୋଲଟା ତିଆରି କରାହେଇଥିଲା। ଝଜର ଝଲିଆର ଝାଲ ଲପ ଲପ ଝୁଲେରେ କେଲି କୁଞ୍ଜର ଗୁଞ୍ଜର ମାଲି হলি ঝুলি চালে রে, ঝায়ে ঝায়ে মনর ঝার, ঝায়ে ঝায়ে মনর কুঞ্জ ঝার ঝুলি ঝুলে রে। দেখুন কেতে লেখা সুন্দর লেখিছন। এন্তা লেখা গুড়াক গাইলে ଲୋକମାନଙ୍କର ମନକେ ବହୁତ ଆବୃତ୍ତି ହେବା, ଶିକ୍ଷା ଦୀକ୍ଷା ମିଳିବା, ସମସ୍ତେ ଜାଣିପାରିବେ। ଆପଣ ସେ ଭିତରେ ମା ସମଲେଇଙ୍କର ବହୁତ ଟିକେ ଦେଖିଛି, କିନ୍ତୁ ମା ଗো ମା ସମଲେଇ ମା ଆପଣଙ୍କର ବହୁତ ହିଟ୍ ନେଇଥିଲା। ଏଇଟା ମୋର ପରିଚୟ। ମା ଗো ମୋର ସମଲେଇ ମା, ଏଇଟା ମୋର ପରିଚୟ। ଚାହିଁ ଗଲେ ମୁଇଁ ଗୀତ ଗାଇସି। মা গো মোর সমলেই মা, মা গো মোর ইষ্ট দেবী মা, তুই সে মেল তোলে উভা গেলু সমলেই নামে, দয়ন করুগি মাটিরে রহি সমলপুর ধামে গো, কাল বেলায় টালি দেবু জানি মা গো সমলেই, তোর পাদে করুছে গুহারি। এই গীতটা মতে বহুত আগে পৌঁছেছে, মোর পরিচয় সৃষ্টি করেছে গীতটা। ସେଥିଲାଗି মতে ସମଲେଇ ଗୀତ ବହୁତ আকৃষ্ট করছে। আর মুই বহুত গীত গাইছি ସମଲେଇ গীত। তো ଆପଣ ହଜାର ଗୀତ ଗାଇସନ୍, କିନ୍ତୁ ବର୍ତ୍ତମାନ ଗୀତ ପରିବର୍ତ୍ତନ ଦେଖା ଦେଇଛି। ତ ମାନେ ଆଗରୁ ଗାବାର ପରିବର୍ତ୍ତନ ଦେଖାଯାଇଛି, କିନ୍ତୁ ବର୍ତ୍ତମାନ ଯୁବପିଢ଼ି କାଣା ବାର୍ତ୍ତା କହିବେ? ବର୍ତ୍ତମାନ ଯୁବପିଢ଼ିକୁ ମୁଇଁ କହିମି, ଆଜିକା ଟ୍ରେଣ୍ଡରେ ଯେନ୍ ଯୁବପିଢ଼ି ଗୁଡ଼ାକ ଇଚ୍ଛା କରୁଛନ୍ ଇ ଟାଇପ୍ର ଗୀତ ଶୁଣବାର୍ ଲାଗି, ଗାଇବାର୍ ଲାଗି, କିନ୍ତୁ ତାର ଭିତରେ ବି ସମାଜ ଲାଗି କିଛି ଗୋଟେ ପରିଚିତ ଜିନିଷ ମେସେଜ ଦେବାର ଭଳିଆ ଜିନିଷଟେ ଆସୁ। ଲୋକଙ୍କୁ କିଛି ଗୋଟେ ଆବୃତ୍ତି ରଖୁ, ମେସେଜ ଦଉ।
সেটা মুই সমস্ত কহিবি মেসেজ কিন্তু সিওর দো ଆପଣ ଯେନ୍ ଲାଇନ୍ର ଗୀତ ଗାଉଛନ୍ ଗାଉନ୍ ଲୋକଙ୍କର ଭଲ ପାଇବାରଟା କିଛି ଶିଖିବାରଟା ମେସେଜ ଦଉନ୍ ଏଇଟା ମୁଇଁ ନୂଆ ଯୁବପିଢ଼ିକେ କହିବା ଲାଗି ଚାହୁଁଛି ନିହାତି ଭାଇ ଶୁଣିପାରୁଛେ ଯୁବପିଢ଼ି ଗୋଟେ ବାର୍ତ୍ତା ଦେଇଛନ୍ ଯେ ମାନେ ଯେନ୍ ହିସାବରେ ଗୀତଟା ଘରେ ଘରେ ଶୁଣି ପାରୁଥିବା କଥା ଯାହାକେ ନେଇକରି ଯୁବପିଢ଼ି ବି ଆକୃଷ୍ଟ ହେବେ ଏବଂ ପରିବାର ଲୋକ ବି ଶୁଣି ପାରୁଥିବେ ସେନ୍ତା ଗୀତ ବର୍ତ୍ତମାନ ଶୁଣବା କଥା ବୋଲି ବାର୍ତ୍ତା ଦଉଥିଲେ ଟିଟିଲାଗଡ଼ ଆମର ଖବର।